ମୋ ନାଁ ରଜତ ପଟ୍ଟନାୟକ ସନ୍ତଲା। ତାଙ୍କର ନାଁ ହଉଛି ସୁଶାନ୍ତ ଦାନି। ସେ ସନ୍ତଲାର ଗୋପବନ୍ଧୁପଡ଼ା ବାସିନ୍ଦା ଅଟ। ସେ ଜଷ୍ଟ ଘରୁ ଖାଇକରି ମାର୍କେଟ ପାନପୁଡ଼ିଆ ଖାଇବା ଲାଗି ଗଲା ବେଲେ ତାଙ୍କୁ ଗୋଟେ ବାଇକ୍ ବୋଝେ ଗୋଟେ ଟ୍ରକ୍ ପିଟି ଦେଲା। ନାଳନ୍ଦା ବାଲେଶ୍ୱର ମାଲିକ ଗାଡ଼ି ପିଟି ଦେଇଥିଲା। ହଁ ତାପରେ ଆମର ଯୁବ ସମାଜ ତାପରେ ସମସ୍ତେ ବାହାରିକରି ସନ୍ତଲାର ବାସିନ୍ଦା ସମସ୍ତେ ବାହାରିକରି ରାସ୍ତାରୁ ଖୋଲା ଯାଇଥିଲା। ରାସ୍ତାର କ୍ଷତିପୂରଣ ଦାବି ହେଇଥିଲା। କ୍ଷତିପୂରଣରେ ତାପରେ ଟ୍ରକ୍ର ମାଲିକ ପ୍ରତିଶ୍ରୁତି ଦେଇକରି ତାଙ୍କର ସୁଧି କାର୍ଯ୍ୟାଳୟ ସେ ଲକ୍ଷେ ଟଙ୍କା ଦେଇଛନ୍। ତାପରେ ଇନ୍ସୁରାନ୍ସରେ ଯାହା ହେବା ମୁଁ ସହଯୋଗ କରିବି ବୋଲି କହିଛନ୍। ତାଙ୍କର ପରିବାରରେ ଦେଖୁନ୍ ତାଙ୍କର ବାପା 6-7 ମାସ ତଳେ ଖରାପ ହେଇ ତାଙ୍କର ବଡ଼ ଭାଇ ଗୋଟେ ବି ଆଗରୁ ଖରାପ। ତାଙ୍କର ପରିବାରରେ ଜଣେ ନଥିଲେ ଇହାଦେ ତାମାନେ ଛୋଟ ଛୋଟ ଛୁଆ ମାନେ ଅଛନ୍ ତାଙ୍କର 2ଟା ଆଉ ତ ହେନ୍ତା କିଏ ହେଲେନ। ତାଙ୍କର ବଡ଼ ଭାଇର ବି ଛୋଟ ଛୁଆ 2ଟା ତାଙ୍କର ବି ଛୋଟ ଛୁଆ 2ଟା ସେ ଏକା ସବୁ ଭରଣ ପୋଷଣରେ ଥିଲେ ଆଉ ତାଙ୍କର ପରିବାରରେ କିଏ ହେଲେନ। ବାରମ୍ବାର ଦୁର୍ଘଟନା ହେବାର ମାନେ କାଣା? ଦେଖୁନ୍ ବାରମ୍ବାର ଦୁର୍ଘଟନା ହେବାର ମାନେ ହଉଛି ରାସ୍ତା ଆପଣ ଦେଖୁନ୍ NH ଏଡ଼େ ବଡ଼ ତାମାନେ ଜାତୀୟ ରାଜପଥ 27 ଆମର ଯେନ୍ଟାକି ଭବାନୀପାଟଣା ବୁରିଗମା ରାସ୍ତାର ତାମାନେ ଓସାର କ'ଣ ହେବା ନିହାତି ଜରୁରୀ। ବାରମ୍ବାର ଦାବି ହେବା ସତ୍ତ୍ୱେ କାମ ହେବା ବୋଲି ପ୍ରଶାସନ ପ୍ରତିଶ୍ରୁତି ଦଉଛନ୍ କେବେ ବି ସେ କାମଟା नहीं ହେଇପାରବା। ରାସ୍ତା ଲାଗି ଏକା ବାରମ୍ବାର ଆମର ପ୍ରାୟ ମାସେ ଗୋଟେ 2ଟା ଦୁର୍ଘଟଣା ହଉଛି।